ଗାଳ୍ପିକ ନିବାରଣ ଜାନାଙ୍କର 15ତମ ଉପନ୍ୟାସ ଉତ୍ତରାଧିକାରୀ ସ୍ରଷ୍ଟା ନାଟ୍ୟାଳୟ ପରିସରରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଅତିଥି ଭାବରେ ବାଲେଶ୍ୱର ପଞ୍ଚସଖା ଦେବକାନ୍ତ ଗଙ୍ଗାବରଣ ଦାସ ଅର୍ଥାତ୍ ଶ୍ରୀଦେବ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗଙ୍ଗାଧର ଦାସ ଓ ପ୍ରଶାନ୍ତ ଦାସ ଯୋଗଦେଇ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏହି ସଭା ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିବା ବେଳେ ନିବାରଣ ଜାନା ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଶିରିଷ ଚନ୍ଦ୍ର ଜାନା ଉପନ୍ୟାସ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସେଠାରେ ବହୁ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ।